କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କୋଟିଏ ଟଙ୍କାର ସୁନାର କଳସ ଚୋରି, ତାହା ପୁଣି ସାଧୁ ବେଶରେ ଚୋରି। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଥିଲେ। ହଁ ଆଜ୍ଞା, ଏ କଥାଟି ସତ। ଦିଲ୍ଲୀର ଲାଲକିଲ୍ଲାରେ ଜୈନ ସମ୍ପ୍ରଦାୟର ଏକ ଧାର୍ମିକ କାର୍ଯ୍ୟ ଚାଲୁଥିବା ସମୟରେ ଏଭଳି ଚିତ୍ର ସିସିଟିଭି ଫୁଟେଜର ନଜରକୁ ଆସିଥିଲା। ଅନେକ ଭକ୍ତ ସେଠାରେ ସମାଗମ ଥିଲେ, ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ସେଠାରେ ମଧ୍ୟ ଦିଲ୍ଲୀର ଲୋକସଭାର ବାଚସ୍ପତି ଆସିବାର ଥିଲା। ସେଥିପାଇଁ ସମସ୍ତେ ବ୍ୟସ୍ତ ଥିବା ସମୟରେ ସାଧୁସନ୍ତଙ୍କ ସହିତ ମିଶିକି ରହୁଥିବା ଜଣେ ସାଧୁ ଏଭଳି କାର୍ଯ୍ୟ ଭିଆଇଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା। ଆଜ୍ଞା, ଏଇ କଥା ସତ। ସିସିଟିଭିରେ ଉକ୍ତ ସାଧୁ ବେଶରେ ଥିବା ଚୋରର ସମସ୍ତ ସିସିଟିଭି ଫୁଟେଜ ଜାରି ହୋଇଥିଲା। ଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯାହା ପ୍ରକାଶ କି ଉକ୍ତ ସାଧୁ ଜଣକ କିଛି ଦିନ ହେଲା ସେଇ ଲାଲକିଲ୍ଲାର ଜୈନ ଧର୍ମର ଧାର୍ମିକ କାର୍ଯ୍ୟ ହେବ ବୋଲି ରହୁଥିଲେ। ସମସ୍ତଙ୍କ ସହ ମିଳିମିଶି ରହୁଥିଲେ। ତେଣୁ ସମସ୍ତେ ତାଙ୍କୁ ଶ୍ରଦ୍ଧା ସମ୍ମାନ କରୁଥିଲେ, କେହି ବି ତାଙ୍କୁ ବିରୋଧ କରୁନଥିଲେ। କିନ୍ତୁ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଯେତେବେଳେ ସିସିଟିଭିରେ ଉକ୍ତ କଳସଟି ଚୋରି ହେଇଥିଲା, ସୁନାର କଳସ। ଯାହା ବିଶେଷ ସୂତ୍ରରୁ ପ୍ରକାଶ କି ଉକ୍ତ କଳସଟି ସୁନାର ବା 750 ଗ୍ରାମ ସୁନାରେ ଏହା ତିଆରି। ତା ଦେହରେ ହୀରା, ମୋତି, ମାଣିକ ଏବଂ ରୂପା ରହିଥିଲା। ଲୋକସଭାର ବାଚସ୍ପତି ଆସିବାର ଥିଲା, ସମସ୍ତେ କାର୍ଯ୍ୟବ୍ୟସ୍ତ ଥିଲେ। ସେ ସମୟରେ ଫାଇଦା ଉଠାଇ ଉକ୍ତ କଳସଟିକୁ ଲାଲକିଲ୍ଲା ସ୍ଥାନରୁ ଉଠାଇ ଚୋରି କରି ସେଠାରୁ ଚମ୍ପଟ ମାରିଥିଲେ। ସେ ଯେତେ ଚାଲାକ ହୋଇଥିଲେ ମଧ୍ୟ ସିସିଟିଭି ଏହାକୁ କ୍ୟାପଚର କରିଥିଲା। ଏହା ସମସ୍ତ ଦେଖି ସାରିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଏହା ଦିଲ୍ଲୀର ଲାଲକିଲ୍ଲାରେ ସମସ୍ତଙ୍କଠୁ ଗୋଟେ ବଡ଼ ନ୍ୟୁଜ୍ ଆସୁଛି, ଲାଟେଷ୍ଟ ଅପଡେଟ୍ ଆସୁଛି, ଯେ କି ସୁନାର କଳସ ଚୋରି। ଦିଲ୍ଲୀର ପୋଲିସ ଏସବୁ ଯାହା ପ୍ରମାଣ ଆସୁଛି ଚିହ୍ନି ପାରିଛନ୍ତି। ବହୁତ କମ୍ ଦିନ ଭିତରେ ସେ ଉକ୍ତ ଚୋରକୁ ଧରିବାର ବ୍ୟବସ୍ଥା ଅଛି ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଥିଲେ।